ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, ଘରର ଡାହାଣ ପାଖରେ ତୁଳସୀ ଚଉରା ରଖିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ। 2 ନମ୍ବର, ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ 5ଟି ଲବଙ୍ଗ ଚୋବାଇ କରି ଖାଆନ୍ତୁ। 3 ନମ୍ବର, ବ୍ରଣ ଦାଗ ଲିଭାଇବା ପାଇଁ ହେଲେ ମନେ ରଖିବେ, ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭି ଯାଇଥାଏ। 4 ନମ୍ବର, ଦର୍ଶକ ବନ୍ଧୁ, ଆଖି ତଳ କଳା ଦାଗ ଲିଭାଇବା ପାଇଁ ହେଲେ ଲେମ୍ବୁ ରସ ସହିତ ବିଲାତି ରସ ମିଶାଇ କଳା ଦାଗରେ ଲଗାନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଆଖି ତଳ କଳା ଦାଗ ସଫା ହୋଇଯିବ। 5 ନମ୍ବର, ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲା କରି ଶୁଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 6 ନମ୍ବର, ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ କେବେ ବି ଦିଅନ୍ତୁ ନାହିଁ, ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। 7 ନମ୍ବର, ପୂଜାରେ ଯାଆଁଳା କଦଳୀ ଭୋଗ କଲେ ମନେ ରଖିବେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢ଼ାଇଲେ ମଙ୍ଗଳ ହୋଇଥାଏ। 8 ନମ୍ବର, ଠାକୁର ପୂଜା କଲାବେଳେ ମନେ ରଖିବେ ତଳେ ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୂଜା କରନ୍ତୁ ନାହିଁ, ଆସନ ପକାଇ ପୂଜା କରନ୍ତୁ। ମନେ ରଖିବେ। 9 ନମ୍ବର, ଘରର ପାଣି ଟ୍ୟାପରୁ ମନେ ରଖିବେ ପାଣି ଟପ୍ ଟପ୍ ପଡ଼ିଲେ ଅଶୁଭ ହୋଇଥାଏ, ତୁରନ୍ତ ମରାମତି କରନ୍ତୁ। 10 ନମ୍ବର, ଦର୍ଶକ ବନ୍ଧୁ, ଟଙ୍କା ରଖୁଥିବା ଆଲମାରିର ମୁହଁ କେବେ ବି ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ, ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ। 11 ନମ୍ବର, ଗଣେଶ ପୂଜା ଦିନ ଆକାଶରେ ମନେ ରଖିବେ ଗଣେଶ ପୂଜା ଦିନ ଆକାଶରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ, ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। 12 ନମ୍ବର, ଗଣେଶ ପୂଜା ଦିନ କିଛି ଅଳେଇଚ ଆଣି ପାଣିରେ ପକାଇ ସ୍ନାନ କଲେ ବିଦ୍ୟା ବୁଦ୍ଧିର ସହାୟକ ହୋଇଥାଏ। 13 ନମ୍ବର, ଶନିଦେବଙ୍କ ମୂର୍ତ୍ତି ଘରେ ରଖି ପୂଜା କରନ୍ତୁ ନାହିଁ, ମନ୍ଦିରରେ ପୂଜା କଲେ ମଙ୍ଗଳ ହୋଇଥାଏ। 14 ନମ୍ବର, ଘରେ ଲକ୍ଷ୍ମୀ ଠାକୁରାଣୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ, ବସିଥିବା ଫଟୋ ରଖିଲେ ମଙ୍ଗଳ ହୋଇଥାଏ। 15 ନମ୍ବର, ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଘଣ୍ଟା ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 16 ନମ୍ବର, ଠାକୁର ଘରେ ଶ୍ରୀଯନ୍ତ୍ର ଏବଂ ଲାଲ କପଡ଼ାରେ ଗୁରା ହୋଇଥିବା ନଡ଼ିଆ ରଖିଲେ ଲକ୍ଷ୍ମୀ କୃପା ପ୍ରାପ୍ତ ହୋଇଥାଏ। 17 ନମ୍ବର, ତୁଳସୀ ପତ୍ର ତୋଳିଲା ବେଳେ ମନେ ରଖିବେ ଏହି ମନ୍ତ୍ର ପାଠ କରନ୍ତୁ, ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବନ୍ଦିନୀ ୟାଧି ବ୍ୟାଧି ହରାଂ ନିତ୍ୟଂ ତୁଳସୀତ୍ୟଂ ନମସ୍ତୁତେ। ଏହି ମନ୍ତ୍ର ଜପ କରନ୍ତୁ, ମଙ୍ଗଳ ହୋଇଥାଏ। 18 ନମ୍ବର, ପୂର୍ବକୁ ମୁହଁ କରି ଭୋଜନ କଲେ ଏବଂ ଦକ୍ଷିଣକୁ ମୁହଁ କରି ଶୟନ କଲେ ମଙ୍ଗଳ ହୋଇଥାଏ। 19 ନମ୍ବର, ଜଗନ୍ନାଥ ମନ୍ଦିରକୁ 3 ଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ। 20 ନମ୍ବର, ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛକୁ 7 ଥର ପରିକ୍ରମା କରି ତାର ଚେରକୁ ଘରେ ରଖନ୍ତୁ, କେବେ ବି ଘରେ ଅଶାନ୍ତି ହେବ ନାହିଁ। 21 ନମ୍ବର, ଯଦି ମାଛ ଖାଉଛନ୍ତି ତାହେଲେ ମହୁରାଳି ମାଛ ଖାଆନ୍ତୁ ଏବଂ ମାଛ ପୋଡ଼ା ଖାଇଲେ ଦେହ ପାଇଁ ଉପକାର ହୋଇଥାଏ। 22 ନମ୍ବର, ନିଜ ଦେହର ଛାଇ ତୀର୍ଥସ୍ଥାନ ଏବଂ ଶ୍ମଶାନରେ ପଡ଼ିବା ଉଚିତ ନୁହେଁ, ପରିସ୍ରା ମଧ୍ୟ କରିବା ଉଚିତ ନୁହେଁ, ଏହା ଅମଙ୍ଗଳ ହୋଇଥାଏ। 23 ନମ୍ବର, ଗରୁଡ଼ ଚିତ୍ର ଥିବା ଘଣ୍ଟି ଯଦି ଘରେ ରଖିଲେ ଅଗ୍ନି ଭୟ, ଚୋର ଭୟ ଏବଂ ବଜ୍ର ଭୟ ଦୂର ହୋଇଥାଏ। 24 ନମ୍ବର, ବରର ଅଯୁଗ୍ମ ବର୍ଷ ସହିତ କନ୍ୟାର ଯୁଗ୍ମ ବର୍ଷ ହେଲେ ବିବାହ ଶୁଭ ହୋଇଥାଏ। 25 ନମ୍ବର, ଭୂମିରେ ପଡ଼ିଥିବା ଫୁଲରେ ଠାକୁର ପୂଜା କରନ୍ତୁ ନାହିଁ, କିନ୍ତୁ ବଉଳ ଫୁଲ, ସେଫାଳି, ବେଲପତ୍ର ଓ ତୁଳସୀ ଭୂମିରେ ପଡ଼ିଲେ ବି ପୂଜା କରିପାରିବେ। 26 ନମ୍ବର,
ଗୋଟିଏ ଦିନରେ ଯଦି ବୋହୂ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କରେ ତେବେ ଦୁର୍ଭାଗ୍ୟ ଆସିଥାଏ। ମନେ ରଖିବେ। 27 ନମ୍ବର। ଧଳାପାରାର ମୂର୍ତ୍ତି ଘରେ ରଖିଲେ ମନରୁ ଦୁର୍ଭାବନା ଦୂରେଇ ଯାଏ ଏବଂ ସଦ୍ଭାବନା ଆସିଥାଏ। 28 ନମ୍ବର। ଭୋଜନ କଲାବେଳେ ପିତ୍ତଳ କିମ୍ବା ତମ୍ବା ବାସନ ନଚେତ୍ କଦଳୀପତ୍ର କିମ୍ବା ଶାଳପତ୍ର ବ୍ୟବହାର କରନ୍ତୁ। 29 ନମ୍ବର। ଘର ପାଖରେ କଇଁଆ ଗଛ, ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ। ଏହା ବିପଦ ଆଣିଥାଏ। ମନେ ରଖିବେ। 30 ନମ୍ବର। ଗୁରୁବାର ଓ ଶନିବାର ଦିନ ଲୁହା ଜାତୀୟ ଜିନିଷ ଘରୁ ବିକନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 31 ନମ୍ବର। ଦଶମୀ ଓ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀରେ ଶିମ୍ବ ଖାଆନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 32 ନମ୍ବର। ତ୍ରୟୋଦଶୀ ତିଥିରେ ପିତାମାତା ବାଇଗଣ ଖାଇଲେ ସନ୍ତାନମାନଙ୍କର ଅମଙ୍ଗଳ ହୋଇଥାଏ। 33 ନମ୍ବର। ସୋମବାର ଦିନ ଧଳା ମନ୍ଦାର ଠାକୁରଙ୍କ ଉପରେ ଚଢ଼ାଇଲେ ତନ୍ତ୍ରମନ୍ତ୍ର କଟିଯାଏ। 34 ନମ୍ବର। ରବିବାର ଦିନ ଆମିଷ ଖାଆନ୍ତୁ ନାହିଁ ଏବଂ କ୍ଷିଅର ହୁଅନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 35 ନମ୍ବର। ଜ୍ୱର କିମ୍ବା ଖାସ ହେଉଥିବା ଲୋକଙ୍କୁ କେବେ ବି କ୍ଷୀର ପିଇବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଜ୍ୱର ଅଧିକା ହୋଇଥାଏ। 36 ନମ୍ବର। ରବିବାର ପାନ, ସୋମବାର ଦର୍ପଣ, ମଙ୍ଗଳବାର ମିଠା, ବୁଧବାର ପାନମଧୁରୀ, ଗୁରୁବାର ତୁଳସୀ, ଶୁକ୍ରବାର ଖସା ଓ ଶନିବାର ଅଦା ଖାଇ ଯାତ୍ରା କଲେ ଶୁଭ ହୋଇଥାଏ। 37 ନମ୍ବର। ଅମାବାସ୍ୟା, ପୂର୍ଣ୍ଣିମା ଓ ଏକାଦଶୀରେ ଦୂରଯାତ୍ରା କରନ୍ତୁ ନାହିଁ। ଶୁଭ ଫଳ ମିଳିନଥାଏ। 38 ନମ୍ବର। ଘରର କବାଟ ଝରକା ଉପରେ ପାଲଟା ଲୁଗା କିମ୍ବା ଗାମୁଛା ରଖନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 39 ନମ୍ବର। ପିଲା ପାଇଁ ମା କ୍ଷୀର ହେଉନଥିଲେ 2 ଚାମଚ କପାପତ୍ର ରସ 7 ଦିନ ଖାଇଲେ କ୍ଷୀର ଅଧିକ ହୋଇଥାଏ ଏବଂ ପିଲା ସୁସ୍ଥ ରହିଥାଏ। 40 ନମ୍ବର। ରୋଷେଇ ଘର କେବେ ନୀଳ ରଙ୍ଗ କିମ୍ବା କଳା ରଙ୍ଗ କରନ୍ତୁ ନାହିଁ। ଏହାଦ୍ୱାରା ଶନିଙ୍କ ଖରାପ ପ୍ରଭାବ ପଡ଼ିଥାଏ। 41 ନମ୍ବର। ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତ୍ତଳ ଢାଳରେ କଏନ୍ ଭର୍ତ୍ତି କରି ପଶ୍ଚିମ ପଟ ରଖନ୍ତୁ। ଅଭାବ ଦୂର ହୋଇଯିବ। 42 ନମ୍ବର। ଭୋଜନ କରିବା ସମୟରେ ଗୋଡ଼ରେ ହାତ ରଖନ୍ତୁ ନାହିଁ କିମ୍ବା ମୁଣ୍ଡରେ ଟୋପି କିମ୍ବା ଗାମୁଛା ଭିଡ଼ନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 43 ନମ୍ବର। ମାନସିକ ଅଶାନ୍ତି ରହୁଥିଲେ ଯୋଡ଼ିଏ ବଂଶୀ ଛକ କରି ଘରେ ରଖନ୍ତୁ। 44 ନମ୍ବର। ପିଲାଙ୍କୁ 1 ବର୍ଷ ହେବା ପର୍ଯ୍ୟନ୍ତ ତୁଳସୀ ରସ ସହିତ ମହୁ ଖାଇବାକୁ ଦେଲେ ପିଲାଙ୍କୁ ଥଣ୍ଡା ହୁଏ ନାହିଁ। ମନେ ରଖିବେ। 45 ନମ୍ବର। ମୋଟା ଲୋକ ପତଳା ହେବା ପାଇଁ ହେଲେ କୋଳଥ ଡାଲି 3 ମାସ ଖାଆନ୍ତୁ। 46 ନମ୍ବର। କଣ୍ଠ ସୁମଧୁର କରିବା ପାଇଁ ହେଲେ ଶୁଣ୍ଠି ଖଣ୍ଡେ କଳରେ ଜାକନ୍ତୁ। 47 ନମ୍ବର। ସକାଳୁ ଉଠି କୁଳୁକୁଚା ପାଣି ଆଖିରେ ମାରିଲେ ଆଖି ରୋଗ ଦୂର ହୋଇଥାଏ। 48 ନମ୍ବର। ଧୁଦୁରା ପତ୍ର ରସକୁ ମୁଣ୍ଡରେ ଲଗାଇଲେ ଚୁଟି ଝଡ଼ିବା ବନ୍ଦ ହୋଇଥାଏ। 49 ନମ୍ବର। ଆକାଶରେ ଇନ୍ଦ୍ରଧନୁ ଦେଖିଲେ କାହାକୁ କୁହନ୍ତୁ ନାହିଁ। କହିଲେ ଏହା ଅମଙ୍ଗଳ ହୋଇଥାଏ। 50 ନମ୍ବର। ଛୋଟ ପିଲା ଚମକୁଥିଲେ ଘୋଡ଼ା ବାଳ ବେକରେ ବାନ୍ଧି ଦିଅନ୍ତୁ।